नमस्कार ମୁଁ ଜଗଦୀଶ ଆପଣଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ସମାଚାର ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଲୋକସଭା ଭବନ ସମ୍ମିଳନୀ କକ୍ଷରେ ହୋଇଥିଲା ବୈଠକରେ ବିଭିନ୍ନ ବିଭାଗରୁ 5ରୁ ଅଧିକ ପ୍ରସ୍ତାବ ଆସିବାର ଆଶା କରାଯାଇଥିଲା। ମୁଖ୍ୟତଃ ରାଜସ୍ୱ, ମୂର୍ତ୍ତି, ଜଳ ସମ୍ପଦ ବିଭାଗର ପ୍ରସ୍ତାବରେ ବାଜିଛି ମୋହର। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ବାଣିଜ୍ୟ, ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଗୋଟିଏ ଲେଖାଏଁ ଏହିପରି ମୋଟ 5ଟି ବିଭାଗରେ 5ଟି ପ୍ରସ୍ତାବ ଅବସର ସହ ସମସ୍ତ ପ୍ରସ୍ତାବଗୁଡ଼ିକ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି। ମିଳିଥିବା ସୂଚନା ମୁତାବକ ଅଗଷ୍ଟ 13 ତାରିଖରେ ବସିଥିବା କ୍ୟାବିନେଟ ବୈଠକରେ 6 ବିଭାଗରେ 7ଟି ପ୍ରସ୍ତାବରୁ କ୍ୟାବିନେଟ ମୋହର ବାଜିଥିଲା। ସମୟ ବିଭାଗରେ ହେବ ମଡେଲ ମଣ୍ଡି। ପ୍ରଥମ ପର୍ଯ୍ୟାୟରେ 38ଟି ମଡେଲ ମଣ୍ଡି ପାଇଁ ଖର୍ଚ୍ଚ ହେବ 300 କୋଟି ଟଙ୍କା। ମଣ୍ଡିରେ ଗଦାର ଶୌଚାଳୟ, ଟ୍ରକ୍ ପାର୍କିଂ ଆଦି ସୁବିଧା ରହିବା ସହିତ ଦ୍ୱିତୀୟ ପର୍ଯ୍ୟାୟରେ 68ଟି ମଣ୍ଡି ହେବ ଏବଂ ସେହିପରି ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ। ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆସୁଛି ଏକ ବଡ଼ ଲଘୁଚାପ। ଚଳିତ ସପ୍ତାହ ଶେଷ ଆଡ଼କୁ ସୃଷ୍ଟି ହେବ ଆଉ ଏକ ବଡ଼ ଲଘୁଚାପ। ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଥିବା ବେଳେ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ପୂର୍ବାନୁମାନ କରିଛନ୍ତି ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ। ସେଥିରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତକାଲିଠାରୁ ବର୍ଷା ପରିମାଣ ବଢ଼ିଛି ଏବଂ ଆଜି ଘଡ଼ଘଡ଼ି ପବନ ନେଇ 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ 40ରୁ 50 କିଲୋମିଟର ବେଗରେ ପବନ ବହିବା ସହିତ ଆଜିଠାରୁ ପ୍ରବଳରୁ ଅତି ପ୍ରବଳ ସହ ବିଜୁଳି ଘଡ଼ଘଡ଼ି ପାଇଁ ମାଲକାନଗିରି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। 13 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବଡ଼ ସୂଚନା ଦେଲେ ଅବକାରୀ ଅଧିକାରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି। ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସମ୍ପୂର୍ଣ୍ଣ ଓଡ଼ିଶା ଚଢ଼ାଉ ଜୋରଦାର ଚାଲିଥିବା ବେଳେ ଅଗଷ୍ଟ 2 ଅର୍ଥାତ୍ ଗାନ୍ଧୀ ଜୟନ୍ତୀ ସଚେତନ କାର୍ଯ୍ୟକ୍ରମ ନିଶା ନୁହେଁ ଜୀବନ ମାସେ ବ୍ୟାପୀ ଚାଲିବ। ସେହିପରି ଅନ୍ୟ ରାଜ୍ୟଗୁଡ଼ିକରେ ଭ୍ରମଣ କରିଛନ୍ତି ଅବକାରୀ ଅଧିକାରୀ। 2 ରାଜ୍ୟରୁ ଗସ୍ତ କରି ଫେରିଛନ୍ତି ପ୍ରତିନିଧି ଦଳ। ଦିନେ କି 2 ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ନୀତି ଉପରେ ଆଲୋଚନା କରାଯାଇ ତଥ୍ୟ ଦିଆଯିବ ବୋଲି ସୂଚନା ଆସିଛି। ଚଳିତ ମାସରେ ନୂଆ ଅବକାରୀ ନୀତି କାର୍ଯ୍ୟ ଶେଷ ହେବ ଏବଂ ବର୍ତ୍ତମାନ ପୁରୁଣା ଅବକାରୀ ନୀତି ବଳବତ୍ତର ରହିବ ଏବଂ ନୂଆ ନୀତିରେ ଚୋରା ମଦ ଦ୍ରବ୍ୟ ବିକ୍ରି ଉପରେ ରୋକ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯୋଗ୍ୟ ହିତାଧିକାରୀ ନିଶ୍ଚିତ ଭାବରେ ସୁଭଦ୍ରା ଯୋଜନାର ସହାୟତା ପାଇବେ। ସୁଭଦ୍ରା ଯୋଜନାର ସମୀକ୍ଷା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। କାହିଁକି ବଞ୍ଚିତ ହେଲେ ତାହା ତର୍ଜମା ଚାଲିଛି ବୋଲି କହିବା ସହିତ ସେ କହିଛନ୍ତି ଯେ ଯେଉଁମାନେ ଯୋଗ୍ୟ ସେମାନେ ନିଶ୍ଚିତ ଭାବରେ ଟଙ୍କା ପାଇବେ ଏବଂ ଯୋଗ୍ୟ ହୋଇଥିଲେ ଏକାଥରେ 2ଟି କିସ୍ତି ସୁଭଦ୍ରା ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟ ସରକାର ସରକାରୀ ପଦବୀ ଏବଂ ସେବା ନିଯୁକ୍ତି ପାଇଁ ଆବେଦନ ଓ ପରୀକ୍ଷା ଫିସ୍ ପ୍ରଦାନ ବନ୍ଦ ନିୟମାବଳୀ 2022କୁ ବାତିଲ କରି ନୂତନ ନିଷ୍ପତ୍ତି ନେଇଛନ୍ତି। ଏଣିକୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଭିନ୍ନକ୍ଷମ ବର୍ଗ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କଠାରୁ ନିଯୁକ୍ତି ସଂସ୍ଥାଗୁଡ଼ିକ ପରୀକ୍ଷା ଫିସ୍ ଆଦାୟ କରିବେ। ଏହା ଆବେଦନ ପ୍ରକ୍ରିୟାକୁ ଗୁଣବତ୍ତା ବୃଦ୍ଧି ଏବଂ ଅନାଗ୍ରହୀ ପ୍ରାର୍ଥୀଙ୍କ ସଂଖ୍ୟା ହ୍ରାସ ଓ ଯୋଗ୍ୟ ଆଶାୟୀଙ୍କ ସୁନିଶ୍ଚିତ କରିବାର ଲକ୍ଷ୍ୟ ରହିଛି। ଅନୁପସ୍ଥିତ ପ୍ରାର୍ଥୀଙ୍କ କାରଣରେ ପ୍ରଶାସନିକ ବୋଝ ଓ ପରୀକ୍ଷା ଖର୍ଚ୍ଚ ବୃଦ୍ଧି ଏବଂ ସମ୍ବଳ ଅପଚୟ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀଙ୍କୁ ଆବେଦନ ସମୟରେ ଦିଆଯାଇଥିବା ଫିସ୍ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଓଡ଼ିଶା ସରକାର ଶୀଘ୍ର ଗୃହ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍ AI ବ୍ୟବହାର କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ଗତ ବୁଧବାର ସୂଚନା ଦେଇଛନ୍ତି। ଏହି ପଦକ୍ଷେପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAY ଭଳି ଯୋଜନାଗୁଡ଼ିକର ଗୃହ ନିର୍ମାଣ ପ୍ରକଳ୍ପ ନିରୀକ୍ଷଣ ପ୍ରକ୍ରିୟାକୁ ସରଳ ଏବଂ ସୁଗମ କରିବାକୁ ଲକ୍ଷ୍ୟ ରହିଛି। ଯେଉଁମାନେ ପୂର୍ବରୁ ପକ୍କା ଘର କିମ୍ବା ଅନ୍ୟ ଗୃହ ଆନ୍ତର୍ଜାତିକ ଯୋଜନା ସୁବିଧା ପାଇ ମଧ୍ୟ ଗୃହ ସୁବିଧା ନେଇଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ଅନିୟମିତତା ଚିହ୍ନଟ ପାଇଁ ଏଆଇ ବ୍ୟବହାର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସହାୟତା ପାଇଁ ଗୃହ ନିର୍ମାଣ ନ କରିଥିଲେ ନଜର ରହିଛୁ। ଅଧିକାରୀଙ୍କୁ ଗୃହ ନିର୍ମାଣ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ଏବଂ ନିୟମିତ ଥିବା ସ୍ଥଳରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ନବୀନ ନାରାୟଣ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କଳାହାଣ୍ଡିରେ ପୁଣି ନିଖୋଜ ହେଲେ ଦାଦନ ଶ୍ରମିକ। କଳାହାଣ୍ଡି ଜିଲ୍ଲା ଲାଞ୍ଚିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତର ଲେପଟାଗୌଡ଼ା ଗ୍ରାମରେ ଦେବରାଜ ମାଝୀ 28 ଦାଦନ ଖଟିବାକୁ କେରଳ ଯାଉଥିବା ବେଳେ ଅଧ ରାସ୍ତାରେ ନିଖୋଜ ହୋଇଯାଇଛନ୍ତି। 7 ଅଗଷ୍ଟରେ ମୁନିଗୁଡ଼ା ଟ୍ରେନରେ ଯାଉଥିବା ବେଳେ ବିଜିଓଡ଼ା ନିକଟରେ ସେ ହଠାତ୍ ଗାୟବ ହୋଇଯାଇଥିଲେ। ଦେବଗଡ଼ା ଭାଇ ସତ୍ୟ ମାଝୀ ଲାଞ୍ଚିଗଡ଼ା ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପରିବାର ପ୍ରଶାସନକୁ ତାଙ୍କୁ ଖୋଜି ଆଣିବାକୁ ଆକୁଳ ବିନତି କରିଛନ୍ତି। ଏଥିପାଇଁ ଥାନାରେ ନିଖୋଜ ମାମଲା ରୁଜୁ ହୋଇଛି ଏବଂ ଏହା ଗୋଟିଏ ନୁହେଁ ଆହୁରି ବାରମ୍ବାର ଏହା କଳାହାଣ୍ଡିରେ ଦେଖିବାକୁ ମିଳୁଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଗତ ବୁଧବାର ରାତିରେ ପୁରୁଣା ବ୍ରହ୍ମପୁର ମେଟ୍ରୋ ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ 9:30ଟାରେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଜନଗହଳିପୂର୍ଣ୍ଣ ଛକ ଉପରେ ଯୁବକ ଜଣକ ହୁତୁହୁତୁ ହୋଇ ଜଳୁଥିବା ଘଟଣା ସମସ୍ତ ଚକିତ ହୋଇଥିଲେ। ଆଖପାଖ ଲୋକ ଦୌଡ଼ି ଆସି ତାଙ୍କ ଶରୀରକୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ 90% ଜଳି ଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣକ ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ସାହିର ସୁରଜ ସାହୁ 22 ବୋଲି ଜଣାପଡ଼ିଛି। ସୁରଜକୁ ଘଟଣାସ୍ଥଳରେ ଲୋକ ସଙ୍କଟପୂର୍ଣ୍ଣ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ MKC ବଡ଼ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଅନୁସନ୍ଧାନ ଜଣାଯାଇଛି ଯେ ପରିବାର ଲୋକଙ୍କ କୌଣସି କଥାରେ ଉତ୍କ୍ଷିପ୍ତ ହୋଇ ସୁରଜ ଏହି ପଦକ୍ଷେପ ନେଇଛନ୍ତି। ଗତ ରାତି 9ଟା ବେଳକୁ ନିଜ ଦୋକାନ ନିକଟରେ ପହଞ୍ଚି ସାଙ୍ଗରେ ଆଣିଥିବା ପେଟ୍ରୋଲ ଶରୀରରେ ଢାଳି ନିଆଁ ଲଗାଇ ଦେଇଥିଲେ। ତେବେ ସେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ନିଶ୍ଚିତ ଭାବରେ ପୁଲିସ ପାଇନାହାନ୍ତି। ପ୍ରାଥମିକ ଚିକିତ୍ସା ପରେ ସୁରଜକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଢେଙ୍କାନାଳର କାମାକ୍ଷାନଗର ଠାରେ ହେବ ଆଲୁମିନିୟମ ସେକ୍ସନ ଏବଂ ପ୍ରଥମ ପର୍ଯ୍ୟାୟରେ 3 ନିୟୁଟନ କ୍ଷମତା ସହିତ କାରଖାନା ହେବାର ସମ୍ଭାବନା ରହିଥିବା ବେଳେ ପରେ ତାହାକୁ 6 ନିୟୁଟନ କରାଯିବ। 1.3 ଲକ୍ଷ କୋଟି ଟଙ୍କାର ନିବେଶ ସହିତ 4900 ମେଗାୱାଟର ପାୱାର ପ୍ଲାଣ୍ଟ ମଧ୍ୟ ହେବାର ସୂଚନା ଆସିଛି। ଏହା ଦ୍ୱାରା 2 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ ବୋଲି ଆଶା କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ।